ପୂର୍ବତନ ଭାରତର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ବିଶ୍ୱାସ କରନ୍ତି ଯେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ 2027 ODI ବିଶ୍ୱକପରେ ଖେଳିବାର ସମ୍ଭାବନା ଫର୍ମ, ଫିଟନେସ୍ ଏବଂ ଆଗ୍ରହ ଉପରେ ନିର୍ଭର କରେ। ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ସିରିଜ୍ ଏହି ଦିଗ ଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହେବ। 2017ରୁ 2021 ପର୍ଯ୍ୟନ୍ତ ଭାରତକୁ ପ୍ରଶିକ୍ଷକ ଦେଇଥିବା 63 ବର୍ଷୀୟ ଶାସ୍ତ୍ରୀ କହିଛନ୍ତି ଯେ ଏହି ଦୁଇ ଅଭିଜ୍ଞ ଖେଳାଳିଙ୍କୁ ନିଜ ସ୍ଥାନ ସୁରକ୍ଷିତ କରିବା ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଦୃଢ଼ ପ୍ରଦର୍ଶନ କରିବାକୁ ପଡ଼ିବ। 19 ଅକ୍ଟୋବରରେ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ 3 ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ପାଇଁ ରୋହିତ ଏବଂ କୋହଲିଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। Cricket.com ଅନୁଯାୟୀ କାୟା ସ୍ପୋର୍ଟସ୍ ସମୟ ଅଫ୍ କ୍ରିକେଟ ଲଞ୍ଚ ଇଣ୍ଟରଭ୍ୟୁରେ ଶାସ୍ତ୍ରୀ କହିଥିଲେ ଯେ ସେମାନେ ଏହି ଦଳ ମିଶ୍ରଣର ଅଂଶ। ଏହା ସେମାନଙ୍କର ଫିଟନେସ୍, ଆଗ୍ରହ ଏବଂ ନିଶ୍ଚିତ ଭାବରେ ଫର୍ମ ଉପରେ ନିର୍ଭର କରେ। ମୁଁ ଭାବୁଛି ଏହି ସିରିଜ୍ ସେମାନଙ୍କର ପ୍ରଦର୍ଶନ ମୂଲ୍ୟାଙ୍କନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ସିରିଜ୍ ଶେଷରେ ସେମାନେ କିପରି ଅନୁଭବ କରନ୍ତି ତାହା ଜାଣିପାରିବେ ଏବଂ ତାପରେ ନିଷ୍ପତ୍ତି ସେମାନଙ୍କର ହେବ। ରୋହିତ ଏବଂ କୋହଲି ବର୍ତ୍ତମାନ କେବଳ ଅନ୍ତର୍ଜାତୀୟ ସ୍ତରରେ ODI ଫର୍ମାଟରେ ଖେଳନ୍ତି। ପରବର୍ତ୍ତୀ ODI ବିଶ୍ୱକପ ଆହୁରି 2 ବର୍ଷ ଦୂରରେ ଥିବାରୁ ସେମାନେ ଭାରତର ଦୀର୍ଘକାଳୀନ ଯୋଜନାରେ ଫିଟ୍ ହେଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ଅଛି।